କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅଞ୍ଚଳରେ ରାସନ କାର୍ଡ ଫେରାଇଲେଣି 22ରୁ ଉର୍ଦ୍ଧ୍ୱ ଚାକିରିଆ। ଖାଦ୍ୟ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଆଇନ ପ୍ରଣୟନ କରି ଗରିବ ଲୋକଙ୍କୁ ମାଗଣା ଚାଉଳ ଯୋଗାଇ ଦେଉଛନ୍ତି। ତେବେ ବହୁ ସଂଖ୍ୟକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଯୋଜନାର ଫାଇଦା ଉଠାଉଛନ୍ତି। ଝାରସୁଗୁଡା ସଦର ଥାନା ଜମେରା ଗାଁ ନିକଟ ଜଙ୍ଗଲରେ ସ୍ତ୍ରୀକୁ ଲୁହା ରଡରେ ମାରିବା ବେଳେ ଅନ୍ୟ ଜଣେ ମହିଳାଙ୍କ ଦେହରେ ବାଜିବାରୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ। ଅଭିଯୁକ୍ତ ସ୍ୱାମୀ ନିଜ ସ୍ତ୍ରୀ ସହ କାଠ ଆଣିବାକୁ ଯାଇଥିବା ବେଳେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ ସ୍ତ୍ରୀ ଉପରକୁ ହାତରେ ଥିବା ଏକ ଲୁହା ରଡ ଫିଙ୍ଗିଥିଲେ ଏବଂ ପୋଲିସ ଘଟଣାର ତଦନ୍ତ ଜାରି କରିଛି। ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା କୋଟପାଡ ବ୍ଲକର ଏଡିଓ ପାର୍ଥ ସାରଥୀ ବିଷୋଇ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ବିଷୋଇଙ୍କ ବାସଭବନ ସମେତ କୋରାପୁଟ ଜିଲ୍ଲା ବୋରିଗୁମା ବ୍ଲକ ଅନ୍ତର୍ଗତ ଚମ୍ପିଆ ସ୍ଥିତ ପୌତୁକ ଘର ଓ 7ଟି ସ୍ଥାନରେ ଚଢଉ ଜାରି ରଖିଛି। ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ। ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ବିଧାନସଭା ପରିସର ଓ ବାହାରେ 40 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ 8 ଜଣ ଅତିରିକ୍ତ ଉପାୟୁକ୍ତ ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରାଯିବ। Audio Jungle. Audio Jungle. ଚଳିତ ବର୍ଷ ରାଜ୍ୟରେ ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ଝାରସୁଗୁଡାରେ ତାପମାତ୍ରା 36 ଡିଗ୍ରୀ ଛୁଇଁଛି। ସେହିଭଳି ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା 34.8 ଡିଗ୍ରୀ ସେଲସିୟସ ଥିବା ବେଳେ ତାତି ବଢିବାରେ ଲାଗିଛି ଏବଂ ଆଗକୁ ଧୀରେ ଧୀରେ ତାପମାତ୍ରା ଅଧିକ ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ ହୋଇଛି। ଉତ୍ତରପ୍ରଦେଶର କୋତପାଲି ଆଉରାଇୟା ଧନପତ ଅନ୍ତର୍ଗତ ଚିରୋଲିର କେଶବପୁର ଢାବା ନିକଟରେ 2ଟି ରୋଡୱେ ବସ୍, ଗୋଟିଏ କାର ଏବଂ ଗୋଟିଏ ଟ୍ରକ୍ ପରସ୍ପର ସହିତ ଧକ୍କା ହୋଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଟ୍ରକ୍ ଡ୍ରାଇଭର ଏବଂ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଲୋକ ଗୁରୁତର ଭାବେ ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି। ଆମେରିକା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିମାନକୁ ଆତଙ୍କବାଦୀ ଧମକ। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ମିଳିଥିବା ଏହି ଧମକପୂର୍ଣ୍ଣ ଫୋନରେ ଦାବି କରାଯାଇଥିଲା ଯେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ବିମାନ ଉପରେ ଆକ୍ରମଣ କରିପାରନ୍ତି। ଏହି ଧମକକୁ ଦୃଷ୍ଟିରେ ରଖି ପୋଲିସ ତଦନ୍ତ ଆରମ୍ଭ କରି ଏହି ଧମକପୂର୍ଣ୍ଣ କଲ୍ ପଛରେ ଥିବା ବ୍ୟକ୍ତିଙ୍କୁ ଗିରଫ କରିଛି। Audio Jungle. Audio Jungle. ଗଞ୍ଜାମ ଜିଲ୍ଲାର ସୁନପୁର ବେଳାଭୂମିକୁ ଆନ୍ତର୍ଜାତୀୟ ସଂସ୍ଥା ପକ୍ଷରୁ ଦ୍ୱିତୀୟ ଥର ପୁରସ୍କାର ଘୋଷଣା ହୋଇଛି। ସୋନପୁର ବ୍ଲୁ ଫ୍ଲାଗ ବେଳାଭୂମିକୁ ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ ପୁରସ୍କାର ଘୋଷଣା କରିଛି ଏଏଫପି। ଫଳରେ ବେଳାଭୂମି ସ୍ୱଚ୍ଛ ଓ ସୁରକ୍ଷା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ବ୍ରହ୍ମପୁର ଡିଏଫଓ ସନି କୋକର। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ପୋଲିସ ଥାନା ଅଞ୍ଚଳରେ ଅପହରଣ ଶିକ୍ଷକଙ୍କୁ 3 ଦିନ ପରେ ଠାବ କରିବା ସହ 4 ଜଣଙ୍କୁ ଗିରଫ କରିଛି କରଞ୍ଜିଆ ପୋଲିସ। ତେବେ ଶିକ୍ଷକ ଜଣକ 15 ଲକ୍ଷ ଟଙ୍କା ହେରଫେର କରିଥିବା ନେଇ ତାଙ୍କୁ ଅପହରଣ କରାଯାଇଥିବା ପୋଲିସ ସୂଚନା ଦେଇଛି।
ଏବଂ ସମ୍ବଲପୁର ଭୀମସାର ଅହମ୍ମଦାବାଦରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ଜିତି 3-0ରେ ସିରିଜ୍ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ଶେଷ ମ୍ୟାଚରେ ଭାରତ 142 ରନରେ ଇଂଲଣ୍ଡକୁ ପରାସ୍ତ କରିଛି। 357 ରନର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ ଦଳ 34.2 ଓଭରରେ ସମସ୍ତ ୱିକେଟ୍ ହରାଇ 214 ରନ୍ କରିବାରେ ସମର୍ଥ ହୋଇଥିଲା। Preview.